ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡକାଳୀଙ୍କ ବିଶ୍ୱ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ। ବ୍ରହ୍ମପୁର ଅପ୍ରେଲ 2 ତାରିଖ ଗୁରୁବାର ଠାରୁ ମା ଦଣ୍ଡକାଳୀଙ୍କ 13 ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମା ଦଣ୍ଡକାଳୀ 13 ଦିନ ନିମନ୍ତେ ଭକ୍ତମାନଙ୍କ ଦୁଆର ଦୁଆର ବୁଲି ଭ୍ରମଣ କରିବା ସହିତ ଏଥିରେ ବହୁ ଦଣ୍ଡୁଆମାନଙ୍କ ଦ୍ୱାରା ଦଣ୍ଡନାଚ ସମ୍ପୂର୍ଣ୍ଣ ହୋଇଥାଏ। ଏହି ଦଣ୍ଡଯାତ୍ରା ଚୈତ୍ର ମାସରେ ଅନୁଷ୍ଠିତ ହୋଇଥାଏ। ଦଣ୍ଡନାଚରେ ମା କାଳୀ ପୂଜା ପାଇଥାନ୍ତି। ତେର ଭୁକ୍ତା, ପାଟ ଭୁକ୍ତା ଇତ୍ୟାଦି କିଛି ସେବାୟତ ତଥା ଦଣ୍ଡୁଆ ଏହି ଦଣ୍ଡନାଚକୁ ସମ୍ପୂର୍ଣ୍ଣ ଭାବେ ତୁଲାଇଥାନ୍ତି। ମା ଦଣ୍ଡକାଳୀଙ୍କ ଏହି ଦଣ୍ଡଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହି ଦଣ୍ଡଯାତ୍ରା ସମୟରେ ଗଞ୍ଜାମ ଜିଲ୍ଲାରେ ବେଶ୍ ଚଳଚଞ୍ଚଳ ଲକ୍ଷ୍ୟ କରାଯାଇଥାଏ। ଗଞ୍ଜାମ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ମନରେ ମଧ୍ୟ ଏକ ଅଦ୍ଭୁତପୂର୍ବକ ଆନନ୍ଦ ଲହରୀ ଖେଳି ଯାଇଥାଏ। ଏହି ସମୟରେ ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, କାଳିକା ପ୍ରସନ୍ନ ଇତ୍ୟାଦି ପ୍ରକାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଏବଂ ସମସ୍ତ ଭୁକ୍ତାମାନେ ନୀତିକାନ୍ତ ଅନୁସାରେ ଏହିସବୁ ନୀତି ନିୟମକୁ ପାଳନ କରି ଅତି ନିଷ୍ଠା ଓ ଭକ୍ତିର ସହକାରେ 13 ଦିନ ପରିବାର ତ୍ୟାଗ କରି ବ୍ରହ୍ମଚାରୀ ହୋଇ ମା କାଳୀଙ୍କ ନିକଟରେ ଶରଣ ପଡ଼ିଥାନ୍ତି। ଠିକ୍ ସେହିପରି ଏକ ଆନନ୍ଦ ଉତ୍ସାହ ସହକାରେ ବ୍ରହ୍ମପୁର ସହରର ବହୁ ପୁରୁଣା ବସ୍ ମାଲିକ ହିଲପାଟନା ସ୍ଥିତ ଶ୍ରୀଯୁକ୍ତ କାନାକାରାଓଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କ ଧର୍ମପତ୍ନୀଙ୍କ ସହ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ପୂଜା ଆରାଧନା କରିଥିଲେ। ଏହି ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହ ପ୍ରାୟ ଆଖପାଖ ୱାର୍ଡର ବହୁ କର୍ପୋରେଟର ଉପସ୍ଥିତ ଥିଲେ। ବ୍ରହ୍ମପୁରରୁ ସୁନୀଲ ବିଶ୍ୱାସଙ୍କ ରିପୋର୍ଟ।